ମୋ ନାଁ ହେଲା ତ୍ରିନାଥ ଗୋୱାଲ। ମୁଁ ଜଣେ ଆଡ଼ଭୋକେଟ୍ ଏବଂ ପୂର୍ବତନ କାଉନସିଲର 13 ନମ୍ବର ୱାର୍ଡ଼ ଡେବାଡ଼ି ବାଲଜୁରୀ। ଅଳ୍ପ ଦିନ ତଳେ ଗୋଟେ ଗଣମାଧ୍ୟମରେ ଦେଖବାର୍କେ ମିଳିଲା ଯେ ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ କାଉନସିଲ ମିଟିଂ ହେଇଥିଲା ଗଲା ସପ୍ତାହରେ ବୋଧେ, ଏବଂ ସେଥିରେ 16 ନମ୍ବର ୱାର୍ଡ଼ର କାଉନସିଲର ପୂର୍ଣ୍ଣାବସ୍ଥିର ସେ ଗୋଟେ ଅଭିଯୋଗ କଲେ ଯେ ଝାଡ଼େଶ୍ୱର ମନ୍ଦିରରେ କେତେ କୋଟି ଟଙ୍କା ଆସିଛି ଡେଭଲପମେଣ୍ଟ ପାଇଁ ଓଡ଼ିଶା ସରକାର ପାଖରୁ, ଏବଂ ସେଇ ଟଙ୍କା ଖର୍ଚ୍ଚ ହେବା ଲାଗି ଯେଉଁ ଟେଣ୍ଡର ପ୍ରୋସେସ୍ ରହିଛି, ଟେଣ୍ଡର ପ୍ରକ୍ରିୟା, ସେଥିରେ କ'ଣ କ'ଣ ଘୋଟାଲା ହେଇଛି ବୋଲିକରି ସେ ଅଭିଯୋଗ କରିଛନ୍ତି, ଦୁର୍ନୀତି ହେଇଛି ବୋଲିକରି ଅଭିଯୋଗ କରିଛନ୍ତି 16 ନମ୍ବର ୱାର୍ଡ଼ର କାଉନସିଲର ପୂର୍ଣ୍ଣାବସ୍ଥିର। ଏବଂ ସେଥିରେ ଜଣାପଡ଼ୁଛି ଯେ କାଉନସିଲରେ ଆଲୋଚନା ହେବାର କଥା, କାଉନସିଲ ମିଟିଂ ତ ହେଉନାହିଁ। 4 ବର୍ଷ ଭିତରେ 48 ମାସ ଭିତରେ ବର୍ତ୍ତମାନ ସୁଦ୍ଧା 10ଟା ମଧ୍ୟ ମିଟିଂ ହେଇନାହିଁ କାଉନସିଲ ମିଟିଂ, ଯେଉଁଟାକି ଜଣାପଡ଼ୁଛି କାଉନସିଲର ଦୁର୍ବଳତା ରହିଛି। ଚେୟାରମ୍ୟାନ୍, ଭାଇସ୍ ଚେୟାରମ୍ୟାନ୍, ଏକ୍ଜିକ୍ୟୁଟିଭ୍ ଅଫିସର ଏବଂ କାଉନସିଲରମାନଙ୍କର ଭିତରେ ତାଳମେଲ ନାହିଁ। ଏବଂ ଏଥିରୁ ଜଣାପଡ଼ୁଛି ଯେ ଗୋଟେ କାମର ଆଜି ଦୁର୍ନୀତି ବିଷୟରେ ଲୋକମାନେ ଜାଣିବାକୁ ପାଇଲେ କାଉନସିଲରଙ୍କର ଅଭିଯୋଗ କ୍ରମେ ପୂର୍ଣ୍ଣାବସ୍ଥିର। ଏଥିରୁ ଜଣାପଡ଼ୁଛି ଯେ 24ଟା ୱାର୍ଡ଼ରେ ଯେଉଁ ରହିଛି ଅଞ୍ଚଳ ରହିଛି, ଏରିଆ ରହିଛି, ସ୍ଲମ୍ ଏରିଆ ଗୁଡ଼ାକ ରହିଛି, ପଛୁଆ ଅଞ୍ଚଳ ରହିଛି, ଯେଉଁମାନେ ଝୋପଡ଼ପଟ୍ଟି ଗରିବ ଦୁଃଖୀମାନେ ରହୁଛନ୍ତି, ରାସ୍ତାଘାଟ, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, କଂକ୍ରିଟ୍ ରୋଡ଼, ଡ୍ରେନେଜ୍ ବ୍ୟବସ୍ଥା ସବୁଥିରେ ସମସ୍ୟା ରହିଛି। ଆଜି ଝାରସୁଗୁଡ଼ା ମ୍ୟୁନିସିପାଲିଟି ପୁରା ସୁପ୍ତ ଅବସ୍ଥାରେ ରହିଛି। ମଶା ମରା ଧୂଆଁ ଛଡ଼ା ଯାଉନାହିଁ, ଡ୍ରେନ୍ ସଫା ହେଉନାହିଁ, ସାନିଟେସନ୍ ହେଉନାହିଁ। ରୋଡ଼ର ଅବସ୍ଥା ବହୁତ ଖରାପ ଅଛି ଝାରସୁଗୁଡ଼ା ମ୍ୟୁନିସିପାଲିଟିର ସବୁ ଅଞ୍ଚଳରେ। ଏବଂ ରାସ୍ତାଘାଟ ଯେଉଁ ପ୍ରକାର ଅବସ୍ଥାରେ ରହିଛି, ଡ୍ରେନେଜ୍ ବ୍ୟବସ୍ଥା କିଛି ନାହିଁ, ପାଣି ନିଷ୍କାସନ ହେବାର ଲାଗି ବର୍ଷା ଦିନେ। ଏବଂ ଯେଉଁ ଗୋଟେ ରେଲୱେ ପୁରୁଣା ବସ୍ଷ୍ଟାଣ୍ଡ ପାଖରେ ଯେଉଁ ଅଛି ରେଲୱେ ଏରିଆ, ବର୍ତ୍ତମାନ ସେଠି ଗୋଟେ ନୂଆ ଓଭରବ୍ରିଜ୍ ତିଆରି ହେଉଛି, ସେଇ ଅଞ୍ଚଳର ପାଣି ଯେଉଁ ବାହାରୁଛି ପୁରୁଣା ବସ୍ଷ୍ଟାଣ୍ଡ ସାମ୍ନା ଦେଇକରି ଆମର ଯେଉଁ ପୁରୁଣା ଅଛି କଂଗ୍ରେସ ଅଫିସ୍, ସେ ଏରିଆରେ ଗୋଟେ ବଡ଼ ଡ୍ରେନେଜ୍ ହେବାର କଥା ପାଣି ନିଷ୍କାସନ ପାଇଁ। ସ୍ୱେରେଜ୍ ସିଷ୍ଟମ୍ କହୁଛନ୍ତି, ସେଇଟା ମୁଁ 10 ବର୍ଷ ହେଇଗଲା ଶୁଣୁଛି, କିନ୍ତୁ କୌଣସି ପ୍ରକାର ସେଠି ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା ନାହିଁ, ଯଦ୍ୱାରା କି ସବୁ ପାଣି ଯାଇକରି ପୁରୁଣା ବସ୍ତି ବନ୍ଧରେ ପଡ଼ୁଛି। ଏବଂ ସେ ବନ୍ଧକୁ 2 ଥର ଖୋଲା ଯାଇଥିଲା 5 କୋଟି 6 କୋଟି ଟଙ୍କାରେ, ଏବଂ ସେଥିରେ ବର୍ତ୍ତମାନ ମଧ୍ୟ ଯେଉଁ ପ୍ରକାର ମଇଳା ଜମିଛି ସେଥିରେ ଲୋକମାନେ ଗାଧୋଇ ପାରୁନାହାନ୍ତି। ପୁରୁଣା ବସ୍ତିର ଲୋକମାନେ ବହୁତ ହଇରାଣ ହେଉଛନ୍ତି, ଗରିବ ଦୁଃଖୀମାନେ ଗାଧୋଇ ପାରୁନାହାନ୍ତି, ଗାଧୋଇ ପାରୁନାହାନ୍ତି, ଘାଟ ନାହିଁ, ପୋଖରୀ ସଫା ନାହିଁ, ମଇଳା ରହିଛି, ଏବଂ ଏହି ପ୍ରକାର ଅନେକ ପ୍ରକାର ଦୁରବସ୍ଥା ରହିଛି। ଏବଂ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ଏଥିରୁ ଦୁର୍ବଳତା ଜଣାପଡ଼ୁଛି। ଏବଂ ବର୍ତ୍ତମାନ କାଉନସିଲର ମାନେ ଜାଣିପାରୁନାହାନ୍ତି ଯେ ତାଙ୍କର ୱାର୍ଡ଼ରେ କ'ଣ ଉନ୍ନତିମୂଳକ କାମ ହେଉଛି। ମୋ ନାଁ ତାପସ ରାୟ ଚୌଧୁରୀ। ମୁଁ ଜଣେ ସମାଜସେବୀ ଆଡ଼ଭୋକେଟ୍। ମୁଇଁ ବି ଏଇଟା ଶୁଣିଛେ ଯେ ନବନୀତ କୌର ଯେଉଁ ଅଛନ୍ 16 ନମ୍ବର କାଉନସିଲର, ସେ ଗୋଟେ ଅଭିଯୋଗ ଉଠେଇଛନ୍ ଯେ ଯେନ୍ ଟଙ୍କା ସାଙ୍ଗସନ୍ ହେଇଥିଲା ଝାଡ଼େଶ୍ୱର ମନ୍ଦିର ଉନ୍ନତି ପ୍ରକଳ୍ପରେ, ସେଥିରେ ଯେନ୍ ଟେଣ୍ଡର ହେଇଛି, ଟେଣ୍ଡରରେ କିଛି ଡିଫେକ୍ଟ ସେ ମାର୍କ କରିଛନ୍। ମୁଇଁ ତାରପରେ আমার ভাইস চেয়ারম্যান রাজু পানিকে ହେଇକି ମୁଁ ଦେଖିଲି କାଣା ହେଇଥିଲା। ତ ସେ କହିଲେ ଦାଦା ମୁଇଁ ତ ନାଇଁ ଥାଇ, ମୁଇଁ ଆସି ଦେଖିଦେବି, ଏବଂ ଦେଖିଲା ପରେ ମୁଇଁ ଦେଖିବି। ମୁଁ କହିଲି ଦେଖ ଯଦି କିଛି ସେଥିରେ ହେଇଛେ କିଛି ଇଏ, ସେଟାକେ କରେକ୍ଟ କର। କିନ୍ତୁ ତ କିଛି ନେଇ ଟେଣ୍ଡର ହେଇଛେ, ଏଇଟା କରେକ୍ସନ୍ କରାଯାଇପାରିବ। ତ ମୋର୍ ହିସାବରେ ଯଦି ସେଥିରେ କିଛି ଦୁର୍ନୀତି ହେଇଛେ, ନିଶ୍ଚିତ ଭାବରେ ତାର ଉପରେ म्युनिसिपल एडमिनिस्ट्रेशन ସେଟାକୁ ପଦକ୍ଷେପ ନେବେ ଏବଂ ତାର ଯେଉଁ ତ୍ରୁଟି ରହିଯାଇଛି ସେ ତ୍ରୁଟି ଗୁଡ଼ାକୁ ସୁଧାରିବେ, ଏଇଟା ମୋର ବିଶ୍ୱାସ। ପରିଚୟ ହେଉଛି ସନ୍ଦୀପ ଅବସ୍ଥି। ମୁଁ ଓକିଲ ଅଛି ଝାରସୁଗୁଡ଼ାରେ। ବିଜୁ ଜନତା ଦଳର ଟାଉନ୍ ଅଧ୍ୟକ୍ଷ ହିସାବରେ ଏখানে ନାଁ ଯାଇଛି। ମୁଁ ଗୋଟେ ଜିନିଷ କହିବା ଲାଗି ଚାହିଁବି ଆଜ୍ଞା, ଯେବେ ଗୋଟେ କାଉନସିଲର ନବନୀତ କୌର ୱାର୍ଡ଼ ନମ୍ବର 16ର କାଉନସିଲର ଅଛନ୍, କାଉନସିଲରେ ଯେବେ ଗୋଟେ କଥାକୁ ଉଠାଉଛନ୍, ତଥ୍ୟ କଥା ଉଠାଉଛନ୍, ସେ ବିଷୟରେ ଯଦି ତଦନ୍ତ ନାଇଁ ହୁଏ, ତଦନ୍ତ ହେଇକରି ଗୋଟେ
ନିଷ୍କର୍ଷ ବାହାରବାର କଥା ଲୋକଙ୍କ ଭ୍ରମକୁ ଦୂର କରବାର୍ ଲାଗି ସବୁ ପ୍ରକାରର ପ୍ରତିକ୍ରିୟାବଦ୍ଧ ହେଇକରି ଗୋଟେ କାଉନସିଲ୍ ତିଆର ହେଉଛି ଆଉ କାଉନସିଲ୍ର ସବୁନୁ ବଡ଼ କର୍ତ୍ତବ୍ୟ ହେଉଛି କି ଝାରସୁଗୁଡ଼ା ନଗରବାସୀଙ୍କ ମନରେ ଆସିଥିବା କେନ୍ସି ପ୍ରଶ୍ନର ଉତ୍ତର ତାଙ୍କର ମୁଖରୁ ଆସବାର କଥା ଗୋଟେ କାଉନସିଲର ହିସାବରେ ମୁଁ ତାଙ୍କୁ ଧନ୍ୟବାଦ ଦେବି ଯେ ତଥ୍ୟଗତ ଭାବରେ ସେ ଉପସ୍ଥାପିତ କରିଛନ୍ ଆଉ ତାକୁ ମିଡ଼ିଆମାନଙ୍କୁ ବି ମୁଁ ଧନ୍ୟବାଦ ଦେବା ଲାଗି ଚାହିଁବି ଯେ ସେମାନେ ବି ସେ ବିଷୟକୁ ନେଇକରି ଏତେ ସତର୍କ ଅଛନ୍ ଯେ ତାଙ୍କର ସମୟ ଦେଇକରି ତାକୁ ବାହାର କରିଛନ୍ କଥା ହେଉଛି ଗୋଟେ ଜିନିଷ କି କେନ୍ସି କାଉନସିଲ୍ରେ ଯେବେ ଗୋଟେ କଥା ଉଠୁଛି ସେ କଥା ପଛରେ କିଛି ନା କିଛି ତଥ୍ୟ ଥାଏ ଆଉ ଏ ତଥ୍ୟ ଯେନ୍ ସେ ପ୍ରଶ୍ନ ମୁଁ ସେଦିନ ଦେଖୁଥିଲି ତାଙ୍କର ଏ ପ୍ରଶ୍ନ ହେଉଛି କି ଯେନ୍ ଷ୍ଟାଚ୍ୟୁ ଲଗା ହେବା ତାର ହାଇଟ୍ ତାର ସ୍ପେସିଫିକେସନ୍ ହିସାବରେ ମେଜରମେଣ୍ଟ ନାହିଁ ସେ ଗୋଟେ ଭଲ ପ୍ରଶ୍ନଟେ କଲେ କି ଯଦି ଆପଣଙ୍କ ପାଖେ ମେଜରମେଣ୍ଟ ନାହିଁ ତାର ଇଷ୍ଟିମେଟ୍ ନାହିଁ ତ ଆପଣ ଯେବେ ବନିଯିବା ପରେ ଗୋଟେ ଜିନିଷକୁ ଯଦି ମାପବା ଲାଗି ଯିବେ ହେଲେ କେନ୍ ହିସାବରେ ମାପେ ସେ ପ୍ରଶ୍ନର ଉତ୍ତର ଜରୁର ଝାରସୁଗୁଡ଼ାବାସୀଙ୍କୁ ମିଲବାର କଥା ହେଉଛି ଦୁର୍ନୀତି ବିଷୟରେ ଦୁର୍ନୀତିର ଅଭିଯୋଗ ଆସିଛି ଅଭିଯୋଗକୁ ସବୁବେଳେ ତଦନ୍ତ ହେବାର କଥା ତଦନ୍ତ ହେଇକରି ତାର ଯଦି କିଛି ତଥ୍ୟ ବାହାରୁଛି ତାର ରେକ୍ଟିଫିକେସନ୍ ବି ହେବାର କଥା ଗୋଟେ ପ୍ରଶ୍ନ ଯେବେ କାଉନସିଲର ଉଠାଉଛନ୍ କାଉନସିଲରର କର୍ତ୍ତବ୍ୟକୁ ସେ ନିଭେଇଛନ୍ ତାପରେ କାଉନସିଲର ରୋଲ୍ ଅଛି ଏକ୍ଜିକ୍ୟୁଟିଭ୍ ଅଫିସରର ରୋଲ୍ ଅଛି ଆଉ ଜିଲ୍ଲା ପ୍ରଶାସନର ବି ରୋଲ୍ ଅଛି ସେଥିରେ ସେ ଦେଖବାର କଥା ଯଦି ତଥ୍ୟ ସତ ଅଛି ସତ୍ୟ ବିଷୟରେ ଯଦି କିଛି ମୂଲ୍ୟବୋଧ ହେଉଛି ସେ ସତ୍ୟକୁ କେନ୍ ହିସାବରେ ଆମେ ରେକ୍ଟିଫାଇ କରିପାରିବା ସେ ଜିନିଷ ଚିନ୍ତା କରବାର କଥା